ପ୍ରଶ୍ନ ବାଣୀକଣ୍ଠ କିଏ ଅଟନ୍ତି? ଏହାର ଉତ୍ତର ହେଲା ନିମାଇ ଚରଣ ହରିଚନ୍ଦନ। ପ୍ରଶ୍ନ ବିଦଗ୍ଧ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ଅଭିମନ୍ୟୁ ସାମନ୍ତ ସିଂହାର। ପ୍ରଶ୍ନ କବିବର କିଏ ଅଟନ୍ତି? ଏହାର ଉତ୍ତର ହେଲା ରାଧାନାଥ ରାୟ। ପ୍ରଶ୍ନ କବି ସୂର୍ଯ୍ୟ କିଏ ଅଟନ୍ତି? ଏହାର ଉତ୍ତର ହେଲା ବଳଦେବ ରଥ। ପ୍ରଶ୍ନ ଆଦିକବି କିଏ ଅଟନ୍ତି? ଏହାର ଉତ୍ତର ହେଲା ସାରଳା ଦାସ। ପ୍ରଶ୍ନ ଅତିବଡ଼ି କିଏ ଅଟନ୍ତି? ଏହାର ଉତ୍ତର ହେଲା ଜଗନ୍ନାଥ ଦାସ। ପ୍ରଶ୍ନ ଭକ୍ତ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ମଧୁସୂଦନ ରାଓ। ପ୍ରଶ୍ନ ବ୍ୟାସକବି କିଏ ଅଟନ୍ତି? ଏହାର ଉତ୍ତର ହେଲା ଫକୀର ମୋହନ ସେନାପତି। ପ୍ରଶ୍ନ ଗଣକବି କିଏ ଅଟନ୍ତି? ଏହାର ଉତ୍ତର ହେଲା ବୈଷ୍ଣବ ପାଣି। ପ୍ରଶ୍ନ ପ୍ରକୃତି କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ଗଙ୍ଗାଧର ମେହେର। ପ୍ରଶ୍ନ ପ୍ରେମିକ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ମାୟାଧର ମାନସିଂହ। ପ୍ରଶ୍ନ ପଲ୍ଲୀ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ନନ୍ଦକିଶୋର ବଳ। ପ୍ରଶ୍ନ କବିଶେଖର କିଏ ଅଟନ୍ତି? ଏହାର ଉତ୍ତର ହେଲା ଚିନ୍ତାମଣି ମହାନ୍ତି। ପ୍ରଶ୍ନ କିଶୋର କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ଶ୍ୟାମସୁନ୍ଦର ଦାସ। ପ୍ରଶ୍ନ କବି ସମ୍ରାଟ କିଏ ଅଟନ୍ତି? ଏହାର ଉତ୍ତର ହେଲା ଉପେନ୍ଦ୍ର ଭଞ୍ଜ। ପ୍ରଶ୍ନ ସନ୍ଥ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ଭୀମ ଭୋଇ। ପ୍ରଶ୍ନ କାନ୍ତ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ଲକ୍ଷ୍ମୀକାନ୍ତ ମହାପାତ୍ର। ପ୍ରଶ୍ନ କବିଚନ୍ଦ୍ର କିଏ ଅଟନ୍ତି? ଏହାର ଉତ୍ତର ହେଲା କାଳୀଚରଣ ପଟ୍ଟନାୟକ। ପ୍ରଶ୍ନ ଜାତୀୟ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ବୀରକିଶୋର ଦାସ। ପ୍ରଶ୍ନ କବି ମଞ୍ଜୁଳ କିଏ ଅଟନ୍ତି? ଏହାର ଉତ୍ତର ହେଲା କୃଷ୍ଣପ୍ରସାଦ ବସୁ। ପ୍ରଶ୍ନ ଗାୟକ ସୁଧାକର କିଏ ଅଟନ୍ତି? ଏହାର ଉତ୍ତର ହେଲା ବାଳକୃଷ୍ଣ ଦାସ। ପ୍ରଶ୍ନ ଲୋକରତ୍ନ କିଏ ଅଟନ୍ତି? ଏହାର ଉତ୍ତର ହେଲା ଡକ୍ଟର କୁଞ୍ଜବିହାରୀ ଦାସ। ପ୍ରଶ୍ନ ଉତ୍କଳ ଘଣ୍ଟ କିଏ ଅଟନ୍ତି? ଏହାର ଉତ୍ତର ହେଲା ଯଦୁମଣି ମହାପାତ୍ର। ପ୍ରଶ୍ନ ଉତ୍କଳ ଭାରତୀ କିଏ ଅଟନ୍ତି? ଏହାର ଉତ୍ତର ହେଲା କୁନ୍ତଳା କୁମାରୀ ସାବତ। ପ୍ରଶ୍ନ ସ୍ୱଭାବ କବି କିଏ ଅଟନ୍ତି? ଏହାର ଉତ୍ତର ହେଲା ଗଙ୍ଗାଧର ମେହେର। ପ୍ରଶ୍ନ କର୍ମବୀର କିଏ ଅଟନ୍ତି? ଏହାର ଉତ୍ତର ହେଲା ଗୌରୀଶଙ୍କର ରାୟ। ପ୍ରଶ୍ନ ଉତ୍କଳମଣି କିଏ ଅଟନ୍ତି? ଏହାର ଉତ୍ତର ହେଲା ଗୋପବନ୍ଧୁ ଦାସ। ପ୍ରଶ୍ନ ଉତ୍କଳ ଗୌରବ କିଏ ଅଟନ୍ତି? ଏହାର ଉତ୍ତର ହେଲା ମଧୁସୂଦନ ଦାସ। ପ୍ରଶ୍ନ ଉତ୍କଳ କେଶରୀ କିଏ ଅଟନ୍ତି? ଏହାର ଉତ୍ତର ହେଲା ଡକ୍ଟର ହରେକୃଷ୍ଣ ମହତାବ। ପ୍ରଶ୍ନ ଭୂମିପୁତ୍ର କିଏ ଅଟନ୍ତି? ଏହାର ଉତ୍ତର ହେଲା ବିଜୁ ପଟ୍ଟନାୟକ। ପ୍ରଶ୍ନ ନାଟ୍ୟଭାରତୀ କିଏ ଅଟନ୍ତି? ଏହାର ଉତ୍ତର ହେଲା ଅଶ୍ୱିନୀ କୁମାର ଘୋଷ। ପ୍ରଶ୍ନ କଳାନିଧି କିଏ ଅଟନ୍ତି? ଏହାର ଉତ୍ତର ହେଲା ବାଞ୍ଛାନିଧି ଶତପଥୀ। ପ୍ରଶ୍ନ ଉତ୍କଳ ରତ୍ନ କିଏ ଅଟନ୍ତି? ଏହାର ଉତ୍ତର ହେଲା ବିଶ୍ୱନାଥ ମିଶ୍ର। ପ୍ରଶ୍ନ ଉତ୍କଳ ଭୀମ କିଏ ଅଟନ୍ତି? ଏହାର ଉତ୍ତର ହେଲା ପଦ୍ମଚରଣ ପଟ୍ଟନାୟକ। ସମାପ୍ତ।